ଦେଖନ୍ତୁ ମୋର ଆଜି ଗୋଟେ ଅରେଞ୍ଜ କଲର୍ର ମନ୍ଦାର ଫୁଟିଛି। ଏ ଚାରାଟା ବି ମୁଁ ଆଣିଥିଲି ନର୍ସରୀରୁ। ଆଉ ଏ ଚାରାଟାର କୁଆ କାହିଁ ବେଶୀ କିଛି ବାହାରି ନାହିଁ, ଅଳ୍ପ ଟିକେ ଟିକେ ବାହାରୁଛି। ଆଉ ଏ ଫୁଲଟା ଦେଖନ୍ତୁ ପୁରା ପାଖୁଡ଼ା ଗୁଡ଼ା ପୁରା ମୋଟା ମୋଟା ହେଇଛି, ପାଖୁଡ଼ା ସବୁ ଦେଖନ୍ତୁ ମୋଟା ମୋଟା ହେଇଛି। ବହୁତ ଭଲ ଲାଗୁଛି, ଫୁଲଟା ଭଲ ଲାଗୁଛି। ଶୀତ ପାଇଁ ଟିକେ ଛୋଟ ଫୁଟୁଛି। ଆଉ ଏ ଫୁଲଟା ମଉଳି ସାରିଲା ପରେ ମୁଁ ଆର ଅଗ ଭାଙ୍ଗିଦେବି, ଭାଙ୍ଗିଲା ପରେ କୁଆ ବାହାରିବ। ଆଉ ଏଇ ଯେ ଗଛଟା ଦେଖୁଛନ୍ତି ଏଇଟା ହେଲା ଆମର ପିଙ୍କର ଦୁତୁରା। ଆଉ ଏଇଟା ବି ଡାଳରୁ ହୁଏ। ଜଣଙ୍କ ଘରୁ ଡାଳ ଗୋଟେ ଆଣିକି ଲଗେଇଥିଲି। ଆଉ ସେ ଏତେ ବଡ଼ ହେଲା ଯେ ମୁଁ ତାର ସବୁ ଡାଳ କାଟିକି ବି ଅନ୍ୟ ଆଡ଼େ ଲଗେଇଲି, ସବୁ ଡାଳ ମୋର ବଞ୍ଚିଗଲା। ଆଉ ସେ ବହୁତ ସାରା ବି ଫୁଲ ଫୁଟୁଛି, ସବୁ ଡାଳରୁ ବି ଫୁଲ ସବୁ ଫୁଟୁଛି। ଆଜି ମୋର 4ଟି ଫୁଲ ଫୁଟିଥିଲା। ଦେଖନ୍ତୁ 4ଟିରୁ ମୁଁ ଗୋଟିଏ ଛାଡ଼ି ଦେଇକି 3ଟି ତୋଳି ଆଣିଥିଲି। 3ଟି ଫୁଲ ମୁଁ କହିଲି ସବୁ ଆଉ ତୋଳି ଆଣିକିନା ଗୋଟିଏ ରଖିଦେଇଥିଲି। ଆଉ ଏ 3ଟି ଦେଖନ୍ତୁ କେତେ ବଡ଼ ବଡ଼ ହେଇଛି। ଏ ଫୁଲର ସାଇଜ୍ କେତେ ବଡ଼ ଦେଖନ୍ତୁ, କେତେ ବଡ଼ ବଡ଼ ହେଇଛି ଏ ଫୁଲର ସାଇଜ୍ ଦେଖନ୍ତୁ। ଆଉ ସେ 3ଟା ଆଣିକି ମନ୍ଦିର ନେଇଗଲି। ମନ୍ଦିରରେ ଯେତେବେଳେ ବି ମାନେ ପୂଜା ହେଉଛି, ୟାକୁ ମନ୍ଦିର ବାହାରକୁ ପଳେଇ ଆସୁଛି, ଏତେ ବଡ଼ ବଡ଼ ଇଏ ଫୁଲ ସବୁ ଦେଖନ୍ତୁ। ଆଉ ଯେଇଠି ବି ଲଗେଇଥିଲି ସବୁଆଡ଼େ ବି ମୋର ମାନେ ସେ ଡାଳରୁ ହେଇଯାଉଛି, ସେ ଗଛ ହେଇଯାଉଛି। ଦେଖନ୍ତୁ କଢ଼ ଯେତେବେଳେ ବାହାରିବ କି ଜାଣିପାରିବେନି ଏଟା ମାନେ କଢ଼ କି କ'ଣ।